ଜଗନ୍ନାଥ ମୋ ଶ୍ରେଣୀ ତୃତୀୟ। ମୁଁ ଗୋଟେ ଗପଟେ କହିବି। ଚଢ଼େଇଟିଏ ଗଛରେ ବସା ତିଆରି କଲା। ସେ ସେଠି ଅଣ୍ଡା ଦେଲା। ଗୋଟିଏ ମାଙ୍କଡ଼ ଆସି ତା ବସା ଭାଙ୍ଗିଦେଲା। ଚଢ଼େଇ ରାଗିଯାଇ ଭାଲୁ ରାଜାଙ୍କ ପାଖକୁ ଗଲା। କହିଲା, ମଣିମା, ମାଙ୍କଡ଼ ମୋ ବସା ଭାଙ୍ଗି ଦେଇଛି। ଭାଲୁ ରାଜା ମାଙ୍କଡ଼କୁ ଡାକି ପଚାରିଲେ, କିରେ, ତୁ ଚଢ଼େଇର ବସା ଭାଙ୍ଗିଲୁ କାହିଁକି? ମାଙ୍କଡ଼ କହିଲା, ମଣିମା, ମୋର ଭୁଲ ହୋଇଯାଇଛି। ଆପଣ ଆଗ ପଛ ଦେଖି ବିଚାର କରନ୍ତୁ। ଭାଲୁ ପଛକୁ ବୁଲି ଦେଖିଲା, ପାଚିଲା ପଣସଟିଏ ଥୁଆ ଯାଇଛି। ପାଚିଲା ପଣସ ଦେଖି ଭାଲୁ ମନରେ ଲୋଭ ହେଲା। ଭାଲୁ ଚଢ଼େଇକୁ କହିଲା, ସବୁ ଦୋଷ ତୋର। ଯେଉଁ ଗଛରେ ମାଙ୍କଡ଼ ଚଢ଼ୁଛି, ତୁ ସେଠି ବସା କରୁଥିଲୁ କାହିଁକି? ଭାଲୁ ମାଙ୍କଡ଼କୁ ଦଣ୍ଡ ନ ଦେଇ ଛାଡ଼ିଦେଲା। ଏହା ଦେଖି ଚଢ଼େଇ ମନ ଦୁଃଖ କଲା। ସେ ତା ସାଥୀ ଚଢ଼େଇମାନଙ୍କୁ ଏକଥା କହିଲା। ସବୁ ଚଢ଼େଇ ଏକାବେଳକେ ଭାଲୁକୁ ମାରି ଗୋଡ଼ାଇଲେ। ଭାଲୁ ଡରି ଯାଇ ବଣକୁ ପଳାଇଗଲା। ଏତିକି କହି ମୁଁ